କିଛି ନୂଆ ଶିଖିବା, କିଛି ନୂଆ ଜାଣିବା, କିନ୍ତୁ ବୁଝିବା, ପଢିବା ଏବଂ ପ୍ରୟୋଗ କରିବା, ସେଇଟା ହେଉଛି ଓଡ଼ିଆ ପାଠଶାଳାର ପ୍ରଚେଷ୍ଟା। ଆପଣମାନଙ୍କୁ ସମସ୍ତଙ୍କୁ ସ୍ୱାଗତ ଓଡ଼ିଆ ପାଠଶାଳାକୁ। ଚାଲନ୍ତୁ ଆଜିର ଭିଡ଼ିଓରେ ଆମେ ଜଳବାୟୁ ପରିବର୍ତ୍ତନ ବିଷୟରେ କଥା ହେବା, କିନ୍ତୁ ଆମେ ଗୋଟେ ପିରିୟଡ଼ ନେବା। ଯଦି ଆମେ ଲାଷ୍ଟ 40 ଇୟର୍ସ ଦେଖିବା, ତାମାନେ 1980ରୁ ଆଜି ପର୍ଯ୍ୟନ୍ତ ଯଦି ଆମେ ଦେଖିବା କ'ଣ ସବୁ ଜଳବାୟୁ ପରିବର୍ତ୍ତନ ଆକ୍ଚୁଆଲି ହେଇଛି। 1980 ମସିହାରୁ ବର୍ତ୍ତମାନ 2026 ପର୍ଯ୍ୟନ୍ତ ଜଳବାୟୁ ପରିବର୍ତ୍ତନ ଏକ ଗମ୍ଭୀର ରୂପ ଧାରଣ କରିଛି। ଏହି ସମୟ ମଧ୍ୟରେ ପୃଥିବୀର ପରିବେଶରେ ଯେଉଁ ପରିବର୍ତ୍ତନ ଆସିଛି ତାହା ମୁଖ୍ୟ ବିନ୍ଦୁ ଗୁଡ଼ିକ ହେଉଛି, ପ୍ରଥମତଃ ତାପମାତ୍ରାରେ ଅହେତୁକ ବୃଦ୍ଧି। ତ କ'ଣ ହେଇଥିଲା, 1980 ଦଶକ ତୁଳନାରେ ବର୍ତ୍ତମାନ ପୃଥିବୀର ହାରାହାରି ତାପମାତ୍ରା ବହୁତ ବଢ଼ିଯାଇଛି। 1980 ଦଶକ ଯେତେବେଳେ ଥିଲା ସେତେବେଳେ କ'ଣ ହେଉଥିଲା, ପ୍ରତି ଦଶନ୍ଧିରେ ମାନେ ପ୍ରତି 10 ବର୍ଷରେ ତାପମାତ୍ରା ପ୍ରାୟ 0.07 ଡିଗ୍ରୀ ସେଣ୍ଟିଗ୍ରେଡ୍ ବଢ଼ୁଥିଲା। କିନ୍ତୁ ବର୍ତ୍ତମାନ 1981 ପରଠାରୁ ଏହି ହାର ଦ୍ୱିଗୁଣିତ ହୋଇ ପ୍ରତି ଦଶନ୍ଧିରେ ମାନେ ପ୍ରତି 10 ଇୟର୍ସରେ ପ୍ରାୟ 0.20 ବୃଦ୍ଧି ପାଉଛି। 2015ରୁ 2025 ମଧ୍ୟରେ ଥିବା ବର୍ଷ ଗୁଡ଼ିକ ଇତିହାସର ସବୁଠାରୁ ଗରମ ବର୍ଷ ଭାବରେ ରେକର୍ଡ କରାଯାଇଛି। ସେକେଣ୍ଡ ପଏଣ୍ଟ ହେଲା ଗ୍ରୀନ୍ ହାଉସ୍ ଗ୍ୟାସ୍, ଜୀବାଶ୍ମ ଜାଳେଣୀ ଯୋଉଟା ହେଲା କୋଇଲା ଆଣ୍ଡ ପେଟ୍ରୋଲ ଏବଂ ଜଙ୍ଗଲ କ୍ଷୟ ଯୋଗୁଁ ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ କହିଲେ CO2ର ପରିମାଣ ବଢ଼ିବାରେ ଚାଲିଛି। 1980 ମସିହାରେ ବାୟୁମଣ୍ଡଳରେ CO2ର ଯେଉଁ ପରିମାଣଟା ଥିଲା ସେଟା ଥିଲା 338 ppm କହିଲେ ପାର୍ଟସ୍ ପର ମିଲିୟନ। ବର୍ତ୍ତମାନ 2026 ମସିହାରେ ଏହା ବଢ଼ି 422 ppm ହେଇସାରିଛି, ଯାହା ଗତ 30 ଲକ୍ଷ ବର୍ଷ ମଧ୍ୟରେ ସର୍ବାଧିକ। ଥାର୍ଡ, ବରଫ ତରଳିବା ଓ ସମୁଦ୍ର ପତନ ବୃଦ୍ଧି। ତାପମାତ୍ରା ବଢ଼ିବା ଯୋଗୁଁ ମେରୁ ଅଞ୍ଚଳର ବରଫ ଶୀଘ୍ର ତରଳିବାରେ ଲାଗିଛି। ସମୁଦ୍ରର ଯେଉଁ ପତନ 1993 ମସିହା ପରଠାରୁ ସମୁଦ୍ରର ଯେଉଁ ଜଳପତନ ପ୍ରାୟ 10 ସେଣ୍ଟିମିଟର ମାନେ 4 ଇଞ୍ଚ ବଢ଼ି ଯାଇଛି। ଏହା ଉପକୂଳବର୍ତ୍ତୀ ସହର ଗୁଡ଼ିକ ପାଇଁ ବିପଦ ସୃଷ୍ଟି କରୁଛି। ବରଫ କ୍ଷୟ, ଆଣ୍ଟାର୍କଟିକ ଅଞ୍ଚଳରେ ବରଫ ସ୍ତର 1980 ଦଶକ ତୁଳନାରେ ବହୁତ ପତଳା ହୋଇଗଲାଣି। ଚରମ ପାଣିପାଗ ପରିସ୍ଥିତି, ଏକ୍ସଟ୍ରିମ୍ ୱେଦର କ'ଣ ହେଇପାରିବ? 1980 ଦଶକ ତୁଳନାରେ ବର୍ତ୍ତମାନ ପ୍ରାକୃତିକ ବିପର୍ଯ୍ୟୟର ଭୟାବହତା ବଢ଼ିଛି। ଗ୍ରୀଷ୍ମ ପ୍ରବାହ, ଆଗରୁ ଯେଉଁ ଗରମ 10 ବର୍ଷରେ ଥରେ ଅନୁଭୂତ ହେଉଥିଲା ତାହା ଏବେ ପ୍ରତି 2-3 ବର୍ଷରେ ଦେଖାଯାଉଛି। ଅତିବୃଷ୍ଟି ଓ ବନ୍ୟା, ବାୟୁମଣ୍ଡଳ ଗରମ ହେବା ଯୋଗୁଁ ଏହା ଅଧିକ ଜଳୀୟ ବାଷ୍ପ ଧାରଣ କରୁଛି, ଫଳରେ ଅଳ୍ପ ସମୟ ମଧ୍ୟରେ ଅତି ପ୍ରବଳ ବର୍ଷା ହୋଇ ଭୟଙ୍କର ବନ୍ୟା ସୃଷ୍ଟି କରୁଛି। ବାତ୍ୟା, ସମୁଦ୍ର ପୃଷ୍ଠର ତାପମାତ୍ରା ବଢ଼ିବା ଯୋଗୁଁ ବାତ୍ୟା ଶକ୍ତି ଓ ବାରମ୍ବାରତା ବୃଦ୍ଧି ପାଇଛି। ମାନେ ଯଦି ଆମେ ଦେଖିବା ଆନୁଆଲି ବାତ୍ୟା 2-3 ଥର ଆସୁଛି ଆଉ ବିଭିନ୍ନ ଜାଗାକୁ ସେ ଆଫେକ୍ଟ କରୁଛି। ତ ତାର ଇକୋସିଷ୍ଟମ ବା ପରିସ୍ଥିତନ୍ତ୍ର ଉପରେ ପ୍ରଭାବ ସବୁ କ'ଣ? ଅନେକ ପଶୁପକ୍ଷୀ ଓ ଗଛଲତା ବଦଳୁଥିବା ଜଳବାୟୁ ସହ ଖାପ ଖୁଆଇ ନ ପାରି ବିଲୁପ୍ତ ହେବାକୁ ବସିଲେଣି। ଚାଷ କାର୍ଯ୍ୟରେ ଅନିଶ୍ଚିତତା ଦେଖା ଦେଉଛି, ଯାହା ଖାଦ୍ୟ ସୁରକ୍ଷା ଉପରେ ପ୍ରଭାବ ପକାଉଛି। ତେଣୁ ଆମେ ଯଦି ଲାଷ୍ଟ 40 ଇୟର୍ସ ଦେଖିଲେ ଏହା ହେଉଛି ପରିବର୍ତ୍ତନ। ତେଣୁ ଯଦି ଆମେ ଆଗକୁ ଦେଖିବା ଆଉ 40 ବର୍ଷ, ତ ସେଇ ହିସାବରେ ଯେଉଁ ହିସାବରେ ଆମେ ଆଗକୁ ବଢ଼ୁଛନ୍ତି ତାର ପରିସ୍ଥିତି କ'ଣ ହେବ ସେଟା ତ ଭବିଷ୍ୟତ ହିଁ କହିବ। तो एटा गोटे अवेयरनेस वीडियो थिला। तो वीडियोटी केमती लगिला मते कहइबो। आ जदि किछि क्वेश्चंस अछि, जदि मु कहला बेले किछि डाउट आसिला बा को जगह बुझी हला नै, जदि क्वेश्चंस अछि कमेंट लिखि दबा, आंसर करबा। आ जदि भलो लागिला तले वीडियोटी को लाइक कर दबो, वीडियो को तुम शेयर करो, चैनल को सब्सक्राइब करी बेल आइकन प्रेस करी ऑल नोटिफिकेशन को ऑन रखिता। तले रहूची देखा आगामी वीडियो रे। भलो रे रुह, सुस्थ रे रुह, मते अनुमति दियो। बाय बाय।